ପରିବା ଦୋକାନ ପରିବା ତ ମୁଁ ରଖେ ଏଠି ବେପାରୀ ପତ୍ର ନିଅନ୍ତି ସ୍କୁଲ ପରିବା ଦିଏ। ଏଇ ଭିତରେ ମୁଁ ଗୋଟେ 20 ଭିତରେ ଜଣେ ଫୋନ୍ କଲା, ଗୋଟେ 15-20 ଭିତରେ ମୁଁ ସେଠୁ ଆସିଲା ଦେଖିଲା ସବୁ ନିଆଁ ଲାଗି ଜଳିଗଲାଣି। ଆଉ ତାପରେ କିଛି ହେଇନି। ଦମକଳ ବାଲାଙ୍କୁ ଫୋନ୍ କଲୁ, ସେତେବେଳେ ଫୋନ୍ କରିବା ଭିତରେ ସିଏ ଆଉ ଆସିପାରିଲେନି। 2:20 ପରେ ଆସି ଦମକଳ ଡେଲାଙ୍ଗରୁ ପହଞ୍ଚିଲା, ଡେଲାଙ୍ଗରୁ ସାକ୍ଷୀପାଳରୁ। ଆଉ ପିପିଲି ଦମକଳ ଆସିପାରିଲାନି। ତାପରେ ବହୁ ଡେରିରେ ପିପିଲି ଦମକଳ ଆସିଲା। ଏସବୁ ସବୁ ପଡ଼ିଗଲା, ଜିନିଷପତ୍ର ଗଲା। ଆମର ତ ଏଇ ଗୋଟେ ଜିନିଷ, ଆଉ କିଛି ନାହିଁ। ପରିବା ଚାଷବାସ ନାହିଁ, ଏଇ ପରିବା ଯାହା ଚଳୁ। କ'ଣ ଆଜ୍ଞା, ସରକାର ସାହାଯ୍ୟରେ କିଛି ହେଲେ କିଛି ଆମେ ହେବୁ। ଆମର ଏଇଟା ଆଜ୍ଞା ରାତି 1 ସାଢ଼େ 1ରେ କାଲି ନିଆଁ ଲାଗିଛି। 1 ହେବ, 1ରେ ନିଆଁ ଲାଗିଲା ପରେ ପାଖ ଦୋକାନରେ ନିଆଁ ଲାଗିଛି। ଆଉ ତା ବଜାର ଆମକୁ ଫୋନ୍ କରି ଜଣେଇଲେ ଯେ ତମ ଦୋକାନଠି ନିଆଁ ଲାଗିଛି, ଦୋକାନକୁ ଆସ ଜଲ୍ଦି। ଆମେ ଘରଠୁ ଦୋକାନଟି ଆସି ପହଞ୍ଚିଲା ବେଳକୁ ନିଆଁ ଲାଗିଛି। ତ ପାଖ ଦୋକାନ ଯେହେତୁ ଆମ ଦୋକାନକୁ ସେଭ୍ କରିବା ଯାଇକି ଯେତେବେଳେ ଚେଷ୍ଟା କଲୁ, କରେଣ୍ଟ ହେଇଯାଇଥିଲା ଦୋକାନ। ଆମର ଏଇଟା ହେଲା ଭେରାଇଟି ଷ୍ଟୋରଟା। ତ ଆମେ ଦୋକାନ ଯେତେବେଳେ ଚେଷ୍ଟା କଲୁ ନହେଲା, ତାପରେ ଆମେ ସେତେବେଳେ ଦମକଳକୁ ଫୋନ୍ କଲୁ। ଦମକଳକୁ ଫୋନ୍ କଲା ପରେ ସେମାନେ କହିଲେ ଗାଡ଼ି ପଠାଉଛୁ ବୋଲି। ଗାଡ଼ି ପଠାଉଛୁ, 5 ମିନିଟ୍ ଗଲା, 10 ମିନିଟ୍ ଗଲା। ଆମେ ନିଜେ ଚେଷ୍ଟା କଲୁ, ପାଣି ଆଣି ପକେଇଲୁ, କିନ୍ତୁ ନିଆଁ ଆଉ କମିବାର ନାଁ ଧରିଲାନି। ତ ଆମେ ସେଥିରେ ପୁଣି ଫୋନ୍ କଲୁ ଫାୟାର ଷ୍ଟେସନ୍। ସେ କହିଲେ ଗାଡ଼ି ପଠାଉଛୁ। ତ ଆମେ ନିଜେ ବି ଫାୟାର ଷ୍ଟେସନ୍ ନିଜେ ଗଲୁ। ଗଲାବେଳକୁ ସେଠି ଫାୟାର ଷ୍ଟେସନରେ ଗାଡ଼ି ନାହିଁ। ତ ତାଙ୍କୁ ଯିଏ ଅଥରିଟି ଥିଲେ ପଚାରିଲା ପରେ ସେ କହିଲେ ଯେ ଗାଡ଼ି ଅଲଗା ଜାଗାକୁ ଆମର ପଳେଇଛି, ଆମେ ଅଲଗା କେଉଁଠି କଣ୍ଟାକ୍ଟ କରୁଛୁ। ତ ସେ କଣ୍ଟାକ୍ଟ କରିକି ଗାଡ଼ି ଆସିକି ପହଞ୍ଚିଲା ବେଳକୁ ମିନିମମ୍ 1-1.5 ଘଣ୍ଟା ହେଇଗଲା। ତ 1-1.5 ଘଣ୍ଟା ବେଳକୁ ଆସିଲା ବେଳକୁ ଆଉ ଦୋକାନରେ କିଛି ବି ଜିନିଷ ନାହିଁ। ଆମ ଦୋକାନ ସହିତ ଏଠି 8-10ଟା ଦୋକାନ ବି ପୋଡ଼ିଯାଇଛି। ତ ଗ୍ରୋସରୀ ଦୋକାନ ଗୋଟେ, ଆମର ଭେରାଇଟି ଷ୍ଟୋର ସାଇଡ଼ରେ ପରିବା ଦୋକାନ, ତାପରେ ଗୋଟେ ଡ୍ରେସ୍ ଦୋକାନ ଥିଲା, ମିଠା ଦୋକାନ ଥିଲା, ଜଳଖିଆ ଦୋକାନ ଥିଲା, ଏମିତି ସବୁ 10-15ଟା ମାଛ ଦୋକାନ ବି ଥିଲା। ତ 10-12ଟା ଦୋକାନ ପଡ଼ିଯାଇଛି। ହଁ, ଆଭରେଜ 5 ଲକ୍ଷ ପ୍ଲସ୍ ହେବ, କାରଣ ଫ୍ରିଜ୍ ଥିଲା, ତାପରେ ଦୋକାନ ସରଞ୍ଜାମ ଥିଲା, ଜିନିଷପତ୍ର ବି ଥିଲା। ପାଖାପାଖି 20-25 ଲକ୍ଷ ପ୍ଲସ୍ର ମାନେ ଜିନିଷ ନଷ୍ଟ ହୋଇଛି। ତ ଆମର କହିବାକୁ ଗଲେ ମାନେ ଭାତ ଆଣିଥିଲା ଇଏ ନଷ୍ଟ ହେଇଗଲା। ଏବେ ମାନେ ଆମେ ଚାହୁଁଛୁ ସରକାରଙ୍କ ତରଫରୁ କିଛି ସହାୟତା ପାଇଁ। କାଲି ପ୍ରାୟତଃ 1 ରାତି ସମୟ ହେବ, ମୁଁ ଶୌଚ କରିବା ଯାଇଥିବା ସମୟରେ ଆମ ବଡ଼ ଭାଇ ଜଣକ କଲ୍ କରିଥିଲେ ମୋତେ। କହିଲେ ଯେ କାଳୁ ଦୋକାନରେ ନିଆଁ ଲାଗିଯାଇଛି, ଦେଖିବ ଟିକେ ଆସ। ଦେଖିଲା ବେଳକୁ ଆମ ଦୋକାନରେ ଆରମ୍ଭ ହୋଇଥିଲା ନିଆଁଟା ଏତେ ଜୋରରେ ମାପିଥିଲା ଯେ ଲିଭେଇବା ଅସମ୍ଭବ ହୋଇଥିଲା। ଆମେ ଫାୟାର ଷ୍ଟେସନକୁ କଲ୍ କରିଥିଲୁ। ସିଏ କହିଲେ ପଠେଇବେ କହିକି ହେଇଗଲା ଘଣ୍ଟାଏ ଭିତରେ ହୁଏତ ମୋ ଦୋକାନଟା କିଛି ବଞ୍ଚି ଯାଇଥାନ୍ତା। ଫାୟାର ଷ୍ଟେସନ ଅବହେଳା ସକାଶୁ ପ୍ରାୟତଃ 8ଟା ଦୋକାନ ଜଳିଗଲା। 8ଟା ଦୋକାନ ହେଲା, ମୋର ପ୍ରାୟତଃ 15 ଲକ୍ଷ ଟଙ୍କା ଜିନିଷ ପୋଡ଼ିଯାଇଛି। ଆଜ୍ଞା, 15 ଲକ୍ଷ ଟଙ୍କା ଜିନିଷ ତଥାପି କ୍ଷତି ହେଇଛି। କେମିତି ଚଳିବୁ? ଲୋନ୍ ଫୋନ୍ କରିଛୁ ଆଜ୍ଞା, କିଛି ବି ସହାୟତା ନାହିଁ। ନେତା ମନ୍ତ୍ରୀ ଆସୁଛନ୍ତି, ଦେଖି ଆଜ୍ଞା ଯାଉଛନ୍ତି, କିଛି ବି କହୁନାହାନ୍ତି।